ବୋଲେରୋ ମୁହାଁମୁହିଁ ଧକ୍କା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମଥୁରା ଛକରେ ଟ୍ରକ୍ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ ମଥୁରା ଛକ ନିକଟରେ ସକାଳ 7:30 ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ 3 ଜଣ ଗୁରୁତର ଅବସ୍ଥାରେ ଜୁନାଗଡ଼ ଡାକ୍ତରଖାନା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। OD 08V 3964 ନମ୍ବର ବିଶିଷ୍ଟ ବୋଲେରୋ ଏବଂ CG 07BG 1517 ନମ୍ବର ବିଶିଷ୍ଟ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବିରିକୋଟ ଗ୍ରାମର ଦିଲ୍ଲୀପ ନାୟକ ବୋଲେରୋ ଡ୍ରାଇଭର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ଡିଜିଟାଲ ଡାଏରୀ।